ରାମ ନାରାୟଣ ରାମ। ଏକ କଥା ଆପଣ ମାନେ ନିଶ୍ଚିତ ଦେଖିଥିବେ, ଭାରତରେ ଯେତେବେଳେ ନିର୍ବାଚନ ହୁଏ ବହୁତ ଧନ ଖର୍ଚ୍ଚ ହୁଏ। ଏହା ହେବା ଉଚିତ ନୁହେଁ। ଗୋଟିଏ ଥର ମାତ୍ର ନିର୍ବାଚନ ହେବା ଉଚିତ। ନିର୍ବାଚନ ପାଇଁ ଅଲଗା ବଜେଟ୍ ତିଆରି କରାଯାଏ। ଆକାଶରେ କେବେ ନିର୍ବାଚନ ହୁଏ ନାହିଁ। ଆକାଶ ଜଙ୍ଗଲ ଭିତରେ କୌଣସି କମିଟି ନାହିଁ। ତାରାନକ୍ଷତ୍ର ମଧ୍ୟରେ ମଧ୍ୟ ନିର୍ବାଚନ ହୁଏ ନାହିଁ। ଏହି ଗଳ୍ପ 800 କୋଟି ଲୋକ କେବେ ବୁଝିବେ? ପ୍ରତ୍ୟେକ ଦେଶରେ ବ୍ୟକ୍ତିଗତ ମାଲିକାନା ଅଛି। ତେଣୁ ବହୁତ ଦେଶ ଆପସରେ ଝମ୍ପା ହେଉଛନ୍ତି। ସମସ୍ତେ ନିଜକୁ ବଡ଼ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ପୃଥିବୀ ଉପରେ କୌଣସି ଏମିତି ରାଜା ନାହିଁ ଯିଏ କହିଛି ବ୍ୟକ୍ତିଗତ ମାଲିକାନା ଅଧିକାର ପୃଥିବୀ ଉପରେ ନଥିବା ଉଚିତ। ସମସ୍ତଙ୍କୁ ଏକଠି ହୋଇ କହିବା ଉଚିତ, ପୃଥିବୀରେ ଧର୍ମର ଆବଶ୍ୟକତା ନାହିଁ। ଧର୍ମ କେଉଁଠାରୁ ଆସିଲା? ଆକାଶ, ସାଗର କିମ୍ବା ପ୍ରକୃତିରୁ ନୁହେଁ। ପୃଥିବୀ ଉପରେ ଥିବା ସମସ୍ତ ଧର୍ମଗୁରୁମାନେ ଧର୍ମକୁ ସ୍ଥାପନ କରିଛନ୍ତି। ଯେତେବେଳେ ପ୍ରକୃତିକୁ ଧର୍ମର ଆବଶ୍ୟକତା ନାହିଁ, ତେବେ ମାନବକୁ କାହିଁକି? ମାନବ ଧର୍ମ ସହ ଜନ୍ମ ନେଉନାହିଁ। ମାନବ ଶରୀର ପାଞ୍ଚତତ୍ତ୍ୱରୁ ବନିଛି। ବାୟୁ, ପାଣି, ପୃଥିବୀ, ଊର୍ଜା। ଏହିପରି ଶରୀରର ଧର୍ମ ହେଉଛି ବାସ୍ତବିକତା ଆଧାରିତ। ଯଦି ପୃଥିବୀରେ ଗୋଟିଏ ଭଗବାନ ଠିକ୍ ଅଛନ୍ତି, ତେବେ ଅନ୍ୟ ଧର୍ମର ଭଗବାନ ମାନେ କାହିଁକି ଅଛନ୍ତି? ସମସ୍ତ ଧର୍ମର ଭଗବାନ ଗୋଟିଏ ହେବା ଉଚିତ ଥିଲା, କିନ୍ତୁ ଏହା ଘଟିନାହିଁ। ଯଦି ପୃଥିବୀରୁ ବ୍ୟକ୍ତିଗତ ମାଲିକାନା ଅଧିକାର ହଟିଯାଏ, ତେବେ ପୃଥିବୀରେ ଚୋର ମଧ୍ୟ ରହିବେ ନାହିଁ। ଯେପର୍ଯ୍ୟନ୍ତ ମାନବ ତିଆରି କରା ଧର୍ମ ଓ ଜାତିରେ ବିରୋଧ କରିବେ ନାହିଁ, ପୃଥିବୀର ମଙ୍ଗଳ ସମ୍ଭବ ନୁହେଁ। ଯଦି କଂଗ୍ରେସ ପୃଥିବୀରୁ ବ୍ୟକ୍ତିଗତ ଅଧିକାର ହଟାଇବା ଆରମ୍ଭ କରେ, ତେବେ ସନାତନ ଦଳ ତାଙ୍କ ସହ ସହଯୋଗ କରିବ। ମାନବ ମୃତ୍ୟୁ ପରେ ସବୁକିଛି ଏଠି ପୃଥିବୀରେ ରହିଯିବ। ଆକାଶ ମାନବକୁ ତାଙ୍କର ଜନ୍ମସିଦ୍ଧ ଅଧିକାର ସହ ପୃଥିବୀ ଉପରେ ପଠାଇଛି। ଯଦି ମାନବ ଜୀବନରେ ରାମ ନାରାୟଣ ରାମର ଜପ କରେ, ତେବେ ସବୁକିଛି ଭଲ ହେବ। ଆଗାମୀ ଜୀବନରେ କୌଣସି ସମସ୍ୟା ହେବ ନାହିଁ। କେଉଁ ରାଜନୈତିକ ପାର୍ଟି ଭଲ, କେଉଁ ଲୋକଙ୍କ ସହଯୋଗ କରିବ, ବିଶ୍ୱାସ କରିପାରିବ, ଏହି ସବୁ ଆପଣଙ୍କୁ ନିଜେ ବୁଝିବାକୁ ପଡ଼ିବ। ଏହା ବୁଝିବା ପାଇଁ ଧ୍ୟାନ କରିବାକୁ ପଡ଼ିବ। ଧ୍ୟାନ ଆପଣଙ୍କ ଜୀବନରେ ବହୁତ ଓ ସୁନ୍ଦର ପରିବର୍ତ୍ତନ ଆଣିଦେବ। ରାମ ନାରାୟଣ ରାମର ଜପ କରିଯାଆନ୍ତୁ, ସେ ପଥ ଆପଣଙ୍କୁ ନିଜେ ମିଳିଯିବ। ଏକ ଧର୍ମ ଗୁରୁ ନିଃସ୍ୱାର୍ଥ ଭାବରେ ପ୍ରକୃତିକୁ ବୁଝିପାରନ୍ତି, କାରଣ ଲୋକେ ତାଙ୍କ ଉପଦେଶକୁ ଗଭୀରତାରେ ଶୁଣନ୍ତି। ଗଛରେ ମଧ୍ୟ ପ୍ରାଣ ଅଛି, ତାଙ୍କର ମନ ଅଛି। ତାଙ୍କୁ ଭୋକ ଲାଗେ, ସେ ଗୋଟିଏ ଠାରେ ଶାନ୍ତ ଭାବରେ ଦଣ୍ଡାୟମାନ ଅଛନ୍ତି। ସେ ନିଜ ସ୍ୱାର୍ଥ ବିନା ମାନବଙ୍କୁ ସେବା କରନ୍ତି, ତଥାପି ମାନବ ତାଙ୍କୁ ବୁଝନ୍ତି ନାହିଁ। ମାନବ ଶରୀର ପୃଥିବୀର ଏକ ଅଂଶ ଅଟୁଟ। ଲୋକେ ଧ୍ୟାନ କରିବା ଉଚିତ। ଧ୍ୟାନ କଲେ ମନ ଶାନ୍ତ ହେବ, ବିବେକ ବୃଦ୍ଧି ହେବ ଓ ଆପଣଙ୍କ କଲ୍ୟାଣ ହେବ। ଆପଣ ସଦା ରାମ ନାରାୟଣ ରାମର ଜପ କରିଥିବା ଦରକାର।